ଆଜି ମିଟୁ ଶୁଆ ଘରେ ତାର ଜନ୍ମଦିନ ପାର୍ଟି ଚାଲିଥିଲା। ମିଟୁର ବହୁତ ସାରା ସାଙ୍ଗ ତା ଘରକୁ ଆସିଥିଲେ। ସେମାନେ କେକ୍ କାଟିଲେ ଆଉ ବହୁତ ସାରା ମଜାମସ୍ତି କଲେ। ଆରେ ସାଙ୍ଗମାନେ, ମୋ ନୂଆ ସ୍କୁଟି କେମିତି ଲାଗୁଛି? ହଁ ହଁ, ବହୁତ ଭଲ ଲାଗୁଛି। କିନ୍ତୁ ତୁ ଏତେ ଜୋରେ ଗାଡ଼ି କ'ଣ ପାଇଁ ଚଲାଉଛୁ? କାଲି ତ ଯାଇକି ଗଛରେ ମାଡ଼ କଲୁ। ଆରେ ତୋର କିଛି ହେଇନି ଟି? ଆରେ ନା ନା, ମୋର କ'ଣ ହେବ? ମୁଁ ପା ଡେଲି ଜିମ୍ ଯାଉଛି ଆଉ ବଡି ବନେଇଛି, ମୋର କିଛି ହବନି। ହଁ ହଁ, ସେଥିପାଇଁ କାଲି ଗଛରେ ଯାଇକି ଲାଖିଥିଲୁ। ଏହା ଶୁଣି ସମସ୍ତେ ଜୋରେ ଜୋରେ ହସିବାକୁ ଲାଗିଲେ। ଏମିତି ସେମାନେ ମଜାମସ୍ତି କଲେ। କିଛି ସମୟ ପରେ ପାର୍ଟି ଶେଷ ହେଲା। ପକ୍ଷୀମାନେ ନିଜ ନିଜ ଘରକୁ ଯିବାକୁ ଲାଗିଲେ। ସେତେବେଳକୁ ରାତି ବହୁତ ହେଇଯାଇଥିଲା। ହଉ ମିଟୁ, ମୁଁ ଏବେ ଘରକୁ ଯାଉଛି। ଆରେ ରାତି ବହୁତ ହେଲାଣି, ଏବେ ନ ଗଲେ ହବନି। କାଲି ସକାଳେ ଯିବୁ। ଆଜି ରାତିରେ ଆମ ଘରେ ରହିଯା। ନା ମିଟୁ, ମା ଘରେ ଅପେକ୍ଷା କରିଥିବ। ନ ଗଲେ ସେ ବହୁତ ଚିନ୍ତା କରିବ। ଆଉ କେତେବେଳେ ଆସିଲେ ରହିବି। ହଉ ଯା ଯେ, କିନ୍ତୁ ସେ ଜଙ୍ଗଲ ବାଟ ଦେଇ ଯିବୁନି, ଗାଁ ବାଟ ଦେଇକି ଯିବୁ ହେଲା। କାହିଁ, ଜଙ୍ଗଲ ରାସ୍ତା କ'ଣ ଅସୁବିଧା ଅଛି କି? ସେପଟେ ଗଲେ ମୁଁ ଜଲ୍ଦି ଘରେ ପହଞ୍ଚିଯିବି। ଗାଁ ପଟେ ଗଲେ ବେଶୀ ଡେରି ହେବ। ଆରେ ମୁଁ ଶୁଣୁଥିଲି ସେ ଜଙ୍ଗଲ ରାସ୍ତା ଦେଇକି ରାତିରେ ଯିବା କଥା ନୁହଁ। ସେଠି ବହୁତ ଅଦ୍ଭୁତ ପ୍ରକାର ଘଟଣା ଘଟୁଛି। ହଁ ମିଟୁ ଭାଇ, ତମେ ଠିକ କହୁଛ। ମୁଁ ଶୁଣିଛି ସେ ଜଙ୍ଗଲ ରାସ୍ତା ଦେଇ ଯିଏ ଯାଏ ତା ଗାଡ଼ି ଖରାପ ହେଇଯାଏ। ହଁ, ମୁଁ ଶୁଣିଛି ଆଉ ଗୋଟେ ଡାହାଣୀ ଆସିକି ଲିଫ୍ଟ ଦବ ବୋଲି କୁହେ। ଯିଏ ତା ଗାଡ଼ିରେ ବସେ ସେ ତାକୁ ସବୁଦିନ ପାଇଁ ନେଇଯାଏ। ଆରେ ତମେ ମାନେ ସବୁବେଳେ ଟିଭି ଦେଖି ଦେଖି ମୁଣ୍ଡ ଖରାପ ହେଇଗଲାଣି, ସେଥିପାଇଁ ଏମିତି ପାଗଳ ଭଳି କଥା କହୁଛ। ଆରେ ହଁ, ମୁଁ ସତ କହୁଛି, ତୁ ବିଶ୍ୱାସ କରୁନୁ କ'ଣ ପାଇଁ? ଡାହାଣୀ ମତେ ଲିଫ୍ଟ କାହିଁ ଦବ? ମୁଁ ତାକୁ ଲିଫ୍ଟ ଦେଇକି ମୋ ଘରକୁ ନେଇଯିବି ହେଲା। ଏମିତି ହସି ହସି ବଣ୍ଟି ତା ସ୍କୁଟି ଚାଲୁ କରେ ଆଉ ସେଠାରୁ ଯିବାକୁ ଲାଗେ। ମିଟୁ ମନେ ମନେ ବହୁତ ଡରିକି ଥିଲା। ସେଦିନ ଆକାଶ ପୁରା ମେଘୁଆ ଥିଲା। ଥଣ୍ଡା ଥଣ୍ଡା ପବନ ହେଉଥିଲା ଆଉ ପୁରା ଶାନ୍ତ ପରିବେଶ ଥିଲା। ବଣ୍ଟି ଖୁସି ଖୁସି ସ୍କୁଟି ଚଲେଇ ଘରକୁ ଯାଉଥିଲା। ସମସ୍ତେ ଖାଲି ବେକାରଟାରେ ଡରୁଛନ୍ତି। ଆଜିକାଲି ଦୁନିଆରେ ଭୂତ ପ୍ରେତ କୋଉଠୁ ଆସିବେ? ସେ ଏମିତି କହି ଯାଉଥିଲା ବେଳେ ହଠାତ୍ ତା ସ୍କୁଟି ବନ୍ଦ ହେଇଗଲା। ଆରେ ତୋର ଏବେ କ'ଣ ହେଲା? ବଣ୍ଟି ସ୍କୁଟି ପୁଣି ଥରେ ଷ୍ଟାର୍ଟ କରିବାକୁ ଲାଗିଲା, କିନ୍ତୁ ସ୍କୁଟି ଷ୍ଟାର୍ଟ ହେଲା ନାହିଁ। ତୋର ଏବେ ଖରାପ ହେବାର ଥିଲା। ଏବେ ମୁଁ କ'ଣ କରିବି? କେହି କୁଆଡ଼େ ଦେଖାଯାଉନାହାନ୍ତି। ସେତିକି ବେଳେ ଜୋରେ ଜୋରେ ଥଣ୍ଡା ପବନ ବହିବାକୁ ଲାଗିଲା। ଗଛ ସବୁ ହଲିବାକୁ ଲାଗିଲା ଆଉ ପଛପଟୁ ହର୍ନ ମାରିବାର ଶବ୍ଦ ଶୁଭାଗଲା। ବଣ୍ଟି ପଛକୁ ବୁଲି ଦେଖିଲା, ଅନ୍ଧାର ଭିତରେ ଗୋଟେ ସ୍କୁଟି ତା ଆଡ଼କୁ ମାଡ଼ି ଆସୁଛି। ସେ ଗାଡ଼ିର ହେଡଲାଇଟ୍ ଜଳୁଥାଏ ଆଉ ବନ୍ଦ ହେଉଥାଏ। ସେ ସ୍କୁଟି ଆସି ବଣ୍ଟି ପାଖରେ ରହିଲା। ସେ ଦେଖିଲା ସେ ସ୍କୁଟିରେ ଗୋଟେ ଚଢ଼େଇ ବସିଛି ଆଉ ସେ ଧଳା ରଙ୍ଗର ଶାଢ଼ୀ ପିନ୍ଧିଛି। ସେ ଚଢ଼େଇ ଟିକେ ହସିକି କହିଲା, କ'ଣ ହେଲା? ତମ ସ୍କୁଟି ଖରାପ ହେଇଗଲା କି? ହେଲେ ତମେ କିଏ ଆଉ ଏତେ ରାତିରେ ଏଠି କ'ଣ କରୁଛ? ଆରେ ମୋ ଘର ଏଇ ଆଗରେ। ମୁଁ ସବୁଦିନ ରାତିରେ କାମ ସାରି ଏଇ ବାଟ ଦେଇ ଘରକୁ ଯାଏ। ଆସ, ମୁଁ ତମକୁ ଘରେ ଛାଡ଼ିଦେବି। ଏହା ଶୁଣି ବଣ୍ଟିକୁ କିଛି ଗଡ଼ବଡ଼ ଲାଗିଲା ଆଉ ସେ ମନେ ମନେ ଟିକେ ଡରୁଥିଲା। ସେ ହଠାତ୍ ତଳକୁ ଅନେଇଲା। ସେ ଦେଖିଲା ସେ ଚଢ଼େଇର ଦିଟା ଯାକ ପାଦ ଓଲଟା ଅଛି। ଏହା ଦେଖି ତା ଦେହ ଥରିବାକୁ ଲାଗିଲା ଆଉ ସେ ବହୁତ ଡରିଗଲା। ସେତିକି ବେଳେ ତାର ମିଟୁ କଥା ମନେ ପଡ଼ିଗଲା। ଆରେ ଇଏ ତ ଗୋଟେ ଡାହାଣୀ। ହଠାତ୍ ସେ ଚଢ଼େଇର ମୁହଁ ବହୁତ ଭୟଙ୍କର ହେଇଗଲା ଆଉ ସେ ଗୋଟିଏ ଡାହାଣୀରେ ପରିଣତ ହେଇଗଲା। କ'ଣ ହେଲା? ତୁ ମତେ ଚିହ୍ନି ଗଲୁ କି? ବଣ୍ଟି ଯେମିତି ଏ କଥା ଶୁଣିଛି ସେ ଜୋରେ ଜୋରେ ଦୌଡ଼ିବାକୁ ଲାଗିଲା। ସେ ଡାହାଣୀ ବି ସ୍କୁଟି ଧରି ତା ପଛରେ ଗୋଡ଼େଇବାକୁ ଲାଗିଲା। ରହ ରହ,
କୁଆଡେ ଯାଉଛୁ? ମୋ ଗାଡିରେ ବସେ, ମୁଁ ତତେ ଛାଡିଦେବି। ରହ ରହ। ବଞ୍ଚାଅ ବଞ୍ଚାଅ, କିଏ କୋଉଠି ଅଛ? ମତେ ବଞ୍ଚାଅ, ଏ ଡାହାଣୀ ମତେ ଖାଇଯିବ, ମତେ ବଞ୍ଚାଅ। ଏମିତି ସେ ଜୋରେ ଜୋରେ ଦୌଡ଼ିବାକୁ ଲାଗେ। ଡାହାଣୀ ସେମିତି ତାର ପିଛା କରିବାକୁ ଲାଗେ। ସେହି ବାଟରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଥିଲା। ସେ ସିଧା ସେ ମନ୍ଦିର ଭିତରେ ପଶିଯାଏ, ଆଉ ଦିଅଙ୍କୁ ଡାକିବାକୁ ଲାଗେ, ହେ ପ୍ରଭୁ, ମତେ ବଞ୍ଚେଇ ଦିଅ, ମୁଁ ଆଉ କେବେ ବି ଏ ବାଟ ଦେଇ ଯିବିନି। ଡାହାଣୀ ତା ସ୍କୁଟି ଧରି ସେଠାକୁ ଆସେ। ସେ ମନ୍ଦିର ଭିତରକୁ ଯାଇପାରେ ନାହିଁ। ବାହାରେ ଠିଆ ହେଇ ବଣ୍ଟିକୁ ଡାକିବାକୁ ଲାଗେ, ଆସେ ଆସେ, ବାହାରକୁ ଆସେ। ସେଠି କଣ କରୁଛୁ? ବାହାରକୁ ଆସେ, ମୁଁ ତୋର କିଛି ବି କରିବିନି। ବଣ୍ଟି କିଛି ବି ଶୁଣେ ନାହିଁ। ସେ ସେମିତି ଭଗବାନଙ୍କୁ ଡାକିବାକୁ ଲାଗେ। ସେତିକି ବେଳେ ଜୋରେ ଗୋଟେ ଘଡ଼ଘଡ଼ି ମାରେ, ଆଉ ସେ ଡାହାଣୀ ଧୂଆଁ ହେଇ ଆକାଶରେ ଅଦୃଶ୍ୟ ହେଇଯାଏ। ସକାଳ ହେବା ଯାଏ ବଣ୍ଟି ସେ ମନ୍ଦିର ଭିତରେ ରୁହେ। ତାପରେ ସେ ଘରକୁ ଆସେ, ଆଉ ସମସ୍ତଙ୍କୁ ରାତିର ଘଟଣା ବିଷୟରେ କୁହେ। ଆରେ ପୁଅ, କିଛି ବର୍ଷ ପୂର୍ବେ ସେଇ ଜାଗାରେ ଗୋଟେ ଚଢ଼େଇର ଆକ୍ସିଡେଣ୍ଟ ହେଇଥିଲା। ଆଉ ସେ ସ୍କୁଟି ଚଲେଇବାକୁ ବହୁତ ଭଲ ପାଉଥିଲା। ଆଉ ତା ଆତ୍ମା ସବୁଦିନ ରାତିରେ ସେଇ ରୋଡରେ ସ୍କୁଟି ଚଲାଉଛି। ସେହି ଦିନଠୁ ବଣ୍ଟି ଆଉ କେବେ ବି ରାତିରେ ସେ ଜଙ୍ଗଲ ରାସ୍ତା ଦେଇ ଗଲା ନାହିଁ। କିନ୍ତୁ କିଛି ପକ୍ଷୀମାନେ ଆଜି ବି କୁହନ୍ତି ରାତିରେ କାହାର ସ୍କୁଟି ଚଲେଇବାର ଶବ୍ଦ ଆସେ। ଶିମିଳିପାଳ ଜଙ୍ଗଲ ଭିତରେ ଗୋଟିଏ ଭଙ୍ଗା ଘର ଥିଲା। ସେ ଘର ଭିତରେ ଝୁମା ନାମରେ ଗୋଟେ ଡାହାଣୀ ରହୁଥିଲା। ସେ ଆଜି ବହୁତ ଚିନ୍ତାରେ ଥିଲା, କାହିଁକି ନା ସେ ବହୁତ ଭୋକରେ ଥିଲା। ତା ଘରେ ସବୁ ଖାଇବା ଶେଷ ହେଇଯାଇଥିଲା। ଓହୋ, 3 ଦିନ ହେଲା ମୁଁ ବହୁତ ଭୋକରେ ଅଛି। ଘରେ କିଛି ବି ଖାଇବାକୁ ନାହିଁ। ଭୋକରେ ମୋ ପେଟ ଭିତରେ ମୂଷାମାନେ ଡ୍ୟାନ୍ସ କଲେଣି। ନା, ଆଉ ରହିହେବନି। ଏମିତି ହେଲେ ତ ମୁଁ ଦୁର୍ବଳ ହେଇଯିବି। ନା, ମତେ କିଛି କରିବାକୁ ପଡ଼ିବ। ଏହା କହି ସେ ଗାଁ ଆଡ଼େ ଉଡ଼ିକି ଯିବାକୁ ଲାଗିଲା। କିଛି ବାଟ ଉଡ଼ିଲା ପରେ ସେ ଯାଇ ଗୋଟେ ଗଛ ଉପରେ ବସିଲା। ସେ ଦେଖିଲା କିଛି ପିଲା ପଡ଼ିଆରେ ମଜା କରି ଖେଳୁଛନ୍ତି, ଆଉ କିଛି ପିଲା ବସି ସ୍ୱାଦିଷ୍ଟ ସ୍ୱାଦିଷ୍ଟ ଖାଇବା ଖାଉଛନ୍ତି। କିଏ ସିଙ୍ଗଡ଼ା ଖାଉଛି, ଆଉ କିଏ ବରା ଖାଉଛି, ଆଉ କିଏ ବସିକି ମୋମୋ ଖାଉଛି। ଏହା ଦେଖି ତା ପାଟିରୁ ଲାଳ ବାହାରିଲା। ଆରେ ବା, ଏ ପିଲାମାନେ ତ କେତେ ସ୍ୱାଦିଷ୍ଟ ସ୍ୱାଦିଷ୍ଟ ଖାଇବା ଖାଉଛନ୍ତି। ମତେ ବି ଏ ଖାଇବା ଦରକାର। ହେଲେ ମୁଁ ଯଦି ଏମାନଙ୍କୁ ସିଧାସଳଖ ଯାଇ ଖାଇବା ମାଗିବି, ତାହେଲେ ଏମାନେ ମତେ ଦେଖିକି ଡରିକି ପଳେଇବେ। ନା, ମତେ କିଛି ଆଇଡିଆ ଭାବିବାକୁ ପଡ଼ିବ, ଯାହାଦ୍ୱାରା ମୁଁ ସବୁଦିନ ଭଲ ଭଲ ଖାଇବା ଖାଇବି। ଏହା କହି ଡାହାଣୀ କିଛି ଭାବିବାକୁ ଲାଗେ। କିଛି ସମୟ ଭାବିଲା ପରେ କୁହେ, ହଁ, ମତେ ମିଳିଗଲା ଆଇଡିଆ। ଆଜି ରାତିରେ ଦେଖ ମୁଁ କଣ କରୁଛି। କିଛି ସମୟ ପରେ ରାତି ହେଲା। ଡାହାଣୀ ଗୋଟେ ଖାଲି ଜାଗାକୁ ଗଲା, ଆଉ ତା ଯାଦୁ ଦ୍ୱାରା ଗୋଟେ ଘର ବନେଇଲା। ଆଉ ସେ ଘର ଉପରେ ଲେଖା ହେଇଥିଲା ଝୁମା ଟିଉସନ କ୍ଲାସ। ତାପରେ ସେ ଗୋଟେ ଚଢ଼େଇ ରୂପ ନେଇଯାଏ, ଆଉ ଗୋଟିଏ ଚଷମା ଆଉ ଗୋଟେ ବାଡ଼ି ଧରି ଟିଉସନ ଦିଦି ପରି ହେଇଯାଏ। ଏବେ ଆସିବ ମଜା। ଏବେ ମୁଁ ଏହି ଜଙ୍ଗଲରେ ପିଲାମାନଙ୍କୁ ଟିଉସନ କରିବି, ଆଉ ସମସ୍ତଙ୍କୁ ବହୁତ ସାରା ହୋମୱାର୍କ ଦେବି। ଆଉ ଯିଏ ହୋମୱାର୍କ କରିକି ନ ଆସିବ, ସେମାନଙ୍କୁ ମୁଁ ଦଣ୍ଡ ବଦଳରେ ଘରୁ ସ୍ୱାଦିଷ୍ଟ ସ୍ୱାଦିଷ୍ଟ ଖାଇବା ଆଣିବାକୁ କହିବି। ତାପରେ ମୁଁ ମନ ଭରି ସ୍ୱାଦିଷ୍ଟ ଖାଇବା ଖାଇପାରିବି। ହା ହା ହା। ସକାଳୁ ଯେତେବେଳେ କାଳୁ, ମିନୁ ଆଉ ବଣ୍ଟି କାମକୁ ଯାଉଥିଲେ, ସେତିକି ବେଳେ ସେମାନଙ୍କର ସେହି ବୋର୍ଡ ଉପରେ ନଜର ପଡ଼ିଲା। ସେମାନେ ସେଠାକୁ ଗଲେ। ଯାହା ହେଉ, ଆମ ଜଙ୍ଗଲରେ କିଏ ଗୋଟେ ଟିଉସନ କ୍ଲାସ ଖୋଲିଛି। ମୋ ପୁଅ ଜଗୁ ଖାଲି ଦିନ ରାତି ଖେଳୁଛି। କାଲିଠୁ ମୁଁ ତାକୁ ଏଠିକି ପଠେଇବି। ଘରେ ସେ ଜମାରୁ କିଛି ବି ପଢୁନି।
ହଁ କାଳୁ, ତୁ ଠିକ କହିଛୁ। ମୋ ପୁଅ ବି ଘରେ କିଛି ବି ପଢୁନି, ଖାଲି ଦିନ ରାତି ବସିକି ଟିଭି ଦେଖୁଛି। ମୁଁ ବି ତାକୁ ଏଠାକୁ ପଢିବା ପାଇଁ ପଠେଇବି। ଆରେ ହଁ ଯେ, ହେଲେ କାଲି ତ ଏଠି କିଛି ବି ଘର ନଥିଲା, ଆଉ ଏତେ ଜଲ୍ଦି ଏଠି ଟ୍ୟୁସନ କ୍ଲାସ ଆରମ୍ଭ କେମିତି ହେଇଗଲା? ହଉ, ସେ ଯାହା ବି ହେଉ, ମୁଁ କାଲିଠୁ ମାନଙ୍କୁ ବି ଏଠାକୁ ପଠେଇବି। ସେମାନେ ଏମିତି କଥା ହେଉଥିବା ବେଳେ ଝୁମା ଡାହାଣୀ ବାହାରକୁ ଆସେ। ନମସ୍କାର, ମୁଁ ହେଉଛି ଝୁମା ଦିଦି। ମୁଁ ଆଜିଠୁ ତମ ଜଙ୍ଗଲରେ ପିଲାମାନଙ୍କୁ ଟ୍ୟୁସନ କରିବି, ସେ ବି ବହୁତ କମ ଫିସରେ। ତମେ ଯଦି ମୋ ପାଖରେ ପିଲାମାନଙ୍କୁ ପଢେଇବ, ତାହେଲେ ସେମାନେ ପରୀକ୍ଷାରେ ବହୁତ ଭଲ ନମ୍ବର ରଖିବେ। ଆଜ୍ଞା ମ୍ୟାଡାମ, ଆମେ କାଲିଠୁ ଆପଣଙ୍କ ପାଖକୁ ଆମ ପିଲାମାନଙ୍କୁ ଟ୍ୟୁସନ ପାଇଁ ଛାଡ଼ିବୁ। ଏହା ଶୁଣି ଝୁମା ଡାହାଣୀ ବହୁତ ଖୁସି ହେଇଗଲା। ତାପରେ ସବୁ ପକ୍ଷୀ ନିଜ ନିଜ କାମରେ ଚାଲିଗଲେ। ଏବେ କାଲିଠୁ ଆସିବ ଅସଲ ମଜା। ସକାଳୁ ସକାଳୁ ପିଲାମାନେ ଝୁମା ଟ୍ୟୁସନ କ୍ଲାସକୁ ଆସିବାକୁ ଲାଗିଲେ, ଆଉ ଆସି ନିଜ ନିଜ ଜାଗାରେ ବସିଲେ। ଗୁଡ୍ ମର୍ଣ୍ଣିଂ ପିଲାମାନେ। ଗୁଡ୍ ମର୍ଣ୍ଣିଂ ମ୍ୟାଡାମ। ଶୁଣ, ଆଜିଠୁ ମୁଁ ତମର ଟ୍ୟୁସନ ଦିଦି। ମୁଁ ଯାହା ବି ପଢେଇବି ସମସ୍ତେ ମନ ଦେଇ ପଢିବ, ଆଉ ଯିଏ ହୋମୱାର୍କ କରିକି ନ ଆସିବ ତାକୁ ପନିଶମେଣ୍ଟ ମିଳିବ। ଏହା ଶୁଣି ପିଲାମାନେ ଟିକେ ଡରିଗଲେ। ହଉ ପିଲାମାନେ, ମୁଁ ତମକୁ ଏବେ କିଛି ପ୍ରଶ୍ନ ପଚାରିବି, ମତେ ତାର ଉତ୍ତର ଦିଅ। ଠିକ ଅଛି ମ୍ୟାଡାମ। ତାହେଲେ କୁହ, ଆମ ଜାତୀୟ ପଶୁ କିଏ? ଦିଦି, ଆମ ଜାତୀୟ ପଶୁ ହେଉଛି ବାଘ। ଗୁଡ୍ ଗୁଡ୍ ମାନୁ। ଆରେ ଜଗୁ, ତୁ କହିଲୁ ଆମ ଜାତୀୟ ପିତା କିଏ? ଆମ ଜାତୀୟ ପିତା ହେଉଛନ୍ତି ମହାତ୍ମା ଗାନ୍ଧୀ। ଏମିତି ଝୁମା ଡାହାଣୀ ପିଲାମାନଙ୍କୁ ପ୍ରଶ୍ନ ପଚାରେ, ଆଉ ତାଙ୍କୁ ପଢେଇବାକୁ ଲାଗେ। ହଉ ପିଲାମାନେ, ଆଜି ମୁଁ ତମକୁ ଯାହା ହୋମୱାର୍କ ଦେଇଛି କାଲିକି କରିକି ଆସିବ, ହେଲା? ଏବେ ତମର ଛୁଟି। ଛୁଟି ହେଲା, ସବୁ ପିଲା ନିଜ ନିଜ ଘରକୁ ଗଲେ। ତା ପରଦିନ ସକାଳୁ ସମସ୍ତେ ଟ୍ୟୁସନ ଆସିଲେ। ପିଲାମାନେ, କାଲି ମୁଁ ଯାହା ହୋମୱାର୍କ ଦେଇଛି ସମସ୍ତେ କରିଛଟି? ହଁ ମ୍ୟାଡାମ। ଆରେ ଜଗୁ, ତୁ ଖାତା ଆଣିକି ଆସିଲୁ। ମ୍ୟାଡାମ, ମୁଁ ହୋମୱାର୍କ କରିନି, ରାତିରେ ମତେ ଜଲ୍ଦି ନିଦ ହେଇଗଲା। କଣ, ତୁ ହୋମୱାର୍କ କରିନୁ? ତୋର ପନିଶମେଣ୍ଟ ହେଉଛି କାଲି ତୁ ମୋ ପାଇଁ ବିରିୟାନୀ ଆଣିକି ଆସିବୁ। କଣ ବିରିୟାନୀ? ହଁ, ତତେ କଣ ଶୁଭାଗଲାନି? ଆରେ ଟିକି, ତୁ ଖାତା ଆଣିକି ଆସିଲୁ। ସାର୍, ମୁଁ ବି ହୋମୱାର୍କ କରିନି, ମୋର କାଲି ଝାଡା ହେଉଥିଲା। କାହିଁ ଏତେ ଖାଉଛୁ କି? ମୁଁ ସେ ସବୁ କିଛି ବି ଜାଣିନି। କାଲି ତୁ ମୋ ପାଇଁ ସିଙ୍ଗଡା ଆଣିକି ଆସିବୁ। ଏହା କହି ଡାହାଣୀ ପିଲାମାନଙ୍କୁ ପାଠ ପଢାଏ, ଆଉ ତାଙ୍କୁ ହୋମୱାର୍କ ଦିଏ। ତା ପରଦିନ ଜଗୁ ଆଉ ଟିକି ବିରିୟାନୀ ଆଉ ସିଙ୍ଗଡା ଆଣିକି ଆସନ୍ତି। ଝୁମା ଡାହାଣୀ ସେ ସବୁ ବହୁତ ମଜା କରି ଖାଏ। ଏମିତି ସବୁଦିନ ଚାଲିବାକୁ ଲାଗେ। ଯିଏ ବି ହୋମୱାର୍କ କରିକି ନ ଆସେ, ସେ ସେମାନଙ୍କୁ ଭଲ ଭଲ ଖାଇବା ଆଣିବାକୁ କୁହେ। ମାନୁ ସେଦିନ ରାତିରେ ଯେତେବେଳେ ହୋମୱାର୍କ କରିବାକୁ ବସିଲା, ସେ ଦେଖିଲା ତା ଖାତା ବ୍ୟାଗରେ ନାହିଁ। ସେ ତା ଖାତା ଟ୍ୟୁସନରେ ଛାଡିକି ଆସିଛି। ଆରେ, ମୋ ହୋମୱାର୍କ ଖାତା କୁଆଡେ ଗଲା? ମୁଁ ବୋଧେ ଟ୍ୟୁସନରେ ଖାତା ଛାଡିକି ଆସିଛି, ଯାଉଛି ଖାତା ଆଣିକି ଆସିବି। ଏହା କହି ମାନୁ ଟ୍ୟୁସନ ଆଡେ ଯିବାକୁ ଲାଗିଲା। ସେ ଯେତେବେଳେ ସେ ଘର ପାଖରେ ପହଞ୍ଚିଛି, ସେ ଝରକା ପଟେ ଦେଖିଲା ଝୁମା ଡାହାଣୀ ନିଜ ଅସଲ ରୂପରେ ବସିଛି, ଆଉ ତା ପାଖରେ ବହୁତ ସାରା ଖାଦ୍ୟ ଥୁଆ ହେଇଛି। ମଜା ଆସିଗଲା। ଏ ଜଙ୍ଗଲର ମୂର୍ଖ ପିଲାମାନେ କିଛି ବି ଜାଣି ପାରୁନାହାନ୍ତି। ଏମାନଙ୍କୁ ପନିଶମେଣ୍ଟ ନାଁରେ ସବୁଦିନ ଠକିକି ଭଲ ଭଲ ଖାଇବା ଖାଉଛି। କାଲି ବି ମୁଁ ଏମିତି କରିବି। ଏହା ଶୁଣି ମାନୁ ବହୁତ ଡରିଗଲା। ଆରେ, ଇଏ ତ ଗୋଟେ ଡାହାଣୀ। ହେଲେ ମୁଁ ଯଦି ପିଲାମାନଙ୍କୁ କହିବି ଆମ ଟ୍ୟୁସନ ଦିଦି ଗୋଟେ ଡାହାଣୀ, ତାହେଲେ କେହି ବି ମୋ କଥା ବିଶ୍ୱାସ କରିବେନି। ନା, ଯାଉଛି ଫୋନରେ ଭିଡିଓ କରିଦେବି। ଡାହାଣୀ ଯେତେବେଳେ ବସିକି ଖାଉଥିଲା, ମାନୁ ତାର ଭିଡିଓ କରିବାକୁ ଲାଗିଲା। ହଠାତ୍ ଡାହାଣୀର ନଜର ମାନୁ ଉପରେ ପଡିଲା। ହଇରେ, ସେଠି କିଏ? ରହ ତୁ। ଏହା ଶୁଣି ମାନୁ ଭୟରେ ଦୌଡ଼ିବାକୁ ଲାଗିଲା। ଡାହାଣୀ ବି ତା ପଛେ ପଛେ ଗୋଡେଇବାକୁ ଲାଗିଲା।
ମାନୁ ସିଧା ଯାଇ ଗାଁ ଭିତରେ ପହଞ୍ଚିଲା ଆଉ ସମସ୍ତଙ୍କୁ ସେ ଭିଡିଓ ଦେଖେଇଦେଲା। ଆଚ୍ଛା, ତୁ ତାହେଲେ ହେଉଛୁ ଗୋଟେ ଡାହାଣୀ। ଏଠି ଆସିକି ଆମ ପିଲାମାନଙ୍କୁ ଠକିକି ଖାଉଥିଲୁ। ତତେ ଆମେ ଜମାରୁ ଛାଡ଼ିବୁନି। ହଁ ହଁ ଭାଇମାନେ, ଧର ତାକୁ। ଏହା କହି ସମସ୍ତେ ଝାଡୁ ଆଉ ବାଡ଼ି ଧରି ତାକୁ ଗୋଡେଇବାକୁ ଲାଗନ୍ତି। ଆରେ, ଏ ଟୋକା ମତେ ଧରା ପକେଇଦେଲା। ମତେ ଏବେ ଏଠାରୁ ଯିବାକୁ ପଡିବ। ଚାଲେ ଝୁମା, ଚାଲେ। ଏହା କହି ଡାହାଣୀ ସେ ଜଙ୍ଗଲ ଛାଡି ସବୁଦିନ ପାଇଁ ଚାଲିଗଲା। ସକାଳୁ ସମସ୍ତେ ଦେଖିଲେ ସେ ଘର ଆଉ ନାହିଁ। ସେଠି କେବଳ ଗୋଟେ ବ୍ଲାକ୍ ବୋର୍ଡ ଅଛି ଆଉ ସେଥିରେ ଲେଖା ହେଇଛି, ପିଲାମାନେ ଖାଇବା ଆଣିଛ?